ଆମେରିକାର ଲସ୍ ଏଞ୍ଜେଲସରେ ଗତ 6 ଦିନ ଧରି ଲାଗି ରହିଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଉପୁଜିଛି। ଜଙ୍ଗଲରୁ ବ୍ୟାପିଥିବା ନିଆଁ ଆବାସିକ ସମ୍ଭ୍ରାନ୍ତ ଅଞ୍ଚଳକୁ ପୋଡ଼ି ପାଉଁଶ କରିଦେଇଛି। ଆଗକୁ ସ୍ଥିତି ଆହୁରି ଖରାପ ହେବା ଆଶଙ୍କା ରହିଛି ବୋଲି ଲସ୍ ଆଞ୍ଜେଲସ୍ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି। ଗତ ସପ୍ତାହରୁ ଆରମ୍ଭ ହୋଇଥିବା ନିଆଁରେ 16 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12,000ରୁ ଅଧିକ ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଇଟନ୍ ଓ ପାଲିସାଡେସ୍ ଅଗ୍ନିକାଣ୍ଡ ସମେତ 20ଟି ସ୍ଥାନରେ ଅଗ୍ନି ବ୍ୟାପିବାରେ ଲାଗିଛି ଏବଂ ବ୍ୟାପକ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାଲିସାଡେସ୍ ଅଗ୍ନିକାଣ୍ଡରେ 22,600 ଏକର ଜମିର ଜଙ୍ଗଲ ଜଳିଯାଇଥିବା ବେଳେ ସେଠାରେ ଏବେ ବି ନିଆଁ ଆୟତ୍ତ ହୋଇଥିବା ଜଣାପଡ଼ିଛି। ଇଟନ୍ ଅଗ୍ନିକାଣ୍ଡ ଅଲ୍ଟାଡେନା ଅଞ୍ଚଳକୁ ପ୍ରଭାବିତ କରିଥିବା ବେଳେ 14,000 ଏକର ଅଞ୍ଚଳରେ ଥିବା ହଜାର ହଜାର ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଅନ୍ୟ ଭିତ୍ତିଭୂମି ଜଳିଯାଇଛି। ଆଗାମୀ ଦିନରେ ଘଣ୍ଟା ପ୍ରତି 120 କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି। ସୋମବାରରୁ ବୁଧବାର ପର୍ଯ୍ୟନ୍ତ ପବନର ବେଗ ବଢ଼ିବା ଅନୁମାନ କରାଯାଇଥିବାରୁ ସ୍ଥିତି ଆହୁରି ଭୟାନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଅଗ୍ନିକାଣ୍ଡ ଜନିତ ଧ୍ୱଂସକୁ ଯୁଦ୍ଧ ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ଏଭଳି ଭୀଷଣ ବିପର୍ଯ୍ୟୟ ସମୟରେ ଅପରାଧୀମାନେ ବି ସକ୍ରିୟ ହୋଇଉଠିଛନ୍ତି ଏବଂ ଶତାଧିକ ସ୍ଥାନରେ ଲୁଟ୍ପାଟ ଚାଲିଛି। ଲୁଟ୍ ରୋକିବା ପାଇଁ କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ଏବଂ 20ରୁ ଅଧିକ ଗିରଫ ହୋଇଛନ୍ତି। ଅଗ୍ନି ବିଧ୍ୱସ୍ତ ଅଞ୍ଚଳରେ 60% ସ୍ଥାନରେ ଅଗ୍ନିଶମ ବିଭାଗ ପହଞ୍ଚି ପାରିନଥିବାରୁ ମୃତକଙ୍କ ସଂଖ୍ୟା ଆଗକୁ ଯଥେଷ୍ଟ ବଢ଼ିବ ବୋଲି କୁହାଯାଉଛି। ସର୍ଚ୍ଚ ଟିମ୍ ଧ୍ୱଂସସ୍ତୂପ ଭିତରୁ ମୃତକଙ୍କ ସନ୍ଧାନ କରୁଛନ୍ତି ଏବଂ ପ୍ରତିକୂଳ ସ୍ଥିତି ଯୋଗୁଁ ଏଥିରେ ସମସ୍ୟା ଉପୁଜିଛି। ସବୁଠି ବିଷାକ୍ତ ଧୂଆଁ ବାହାରୁଥିବାରୁ ଲସ୍ ଏଞ୍ଜେଲସ୍ କାଉଣ୍ଟି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ବାସିନ୍ଦାଙ୍କୁ ବାହ୍ୟ ଚଳପ୍ରଚଳ ସୀମିତ କରିବାକୁ ପରାମର୍ଶ ଦିଆଯାଇଛି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ପ୍ରାକୃତିକ କାରଣରୁ ଅନେକ ସମୟରେ ଏଭଳି ଅଗ୍ନିକାଣ୍ଡ ଘଟୁଥିବା ବେଳେ ମାନବୀୟ କାର୍ଯ୍ୟକଳାପକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପାଇଁ ଜଙ୍ଗଲ ନିଆଁର ଏଭଳି ତୀବ୍ରତା ଦେଖିବାକୁ ମିଳିଛି। ବୃଦ୍ଧି ପାଉଥିବା ତାପମାତ୍ରା, ଦୀର୍ଘ ଦିନ ଧରି ମରୁଡ଼ି ଏବଂ ଶୁଖିଲା ଗଛଗୁଡ଼ିକ ନିଆଁ ବ୍ୟାପିବାକୁ ସୁହାଉଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଟୁଡେ।